ନିରାଟ ସତ କଥା। ପୂର୍ବେ ଲୋକେ ଘର ଆଗରେ ଲୋକ ଜଗାଉଥିଲେ କାଳେ ଘରେ କୁକୁର ପଶିଯିବ ବୋଲି। ଏବେ ଘରେ କୁକୁର ଜଗାଉଛନ୍ତି କାଳେ ଲୋକ ପଶିଯିବେ ବୋଲି। ପୂର୍ବେ ଲୋକେ ଘରେ ଖାଉଥିଲେ ଆଉ ବାହାରକୁ ଦୁଇ ଯାଉଥିଲେ, ଆଉ ଏବେ ବାହାରେ ଖାଉଛନ୍ତି ଆଉ ଘରେ ଦୁଇ ଯାଉଛନ୍ତି। ପୂର୍ବେ ବିବାହରେ ଘରର ମହିଳାମାନେ ରୋଷେଇ କରୁଥିଲେ ଆଉ ବାହାରୁ ନାଚବାଲି ଆଣୁଥିଲେ। ଏବେ ବାହାରୁ ରୋଷେଇଆ ଆଣୁଛନ୍ତି ଆଉ ଘରର ମହିଳାମାନେ ନାଚୁଛନ୍ତି। ପୂର୍ବେ ଲୋକେ ସାଇକେଲ ଚଳାଉଥିଲେ ତ ତାଙ୍କୁ ଗରିବ କୁହାଯାଉଥିଲା। ଏବେ ଲୋକେ କାର ନେଇକି ଜିମ୍ ଯାଉଛନ୍ତି ସାଇକେଲ ଚଳାଇବା ପାଇଁ। ସାତମୟ ଜୀବନ। ଜଣେ ବ୍ୟକ୍ତିଙ୍କ ସାତ ଅଙ୍କକୁ ନେଇ ଗଭୀର ବିଶ୍ୱାସ ଥିଲା। ସେ ଜୁଲାଇ ମାସ ଅର୍ଥାତ୍ ବର୍ଷର ସପ୍ତମ ମାସରେ ଜନ୍ମ ହୋଇଥିଲେ। ପୁଣି 7 ତାରିଖରେ ତାଙ୍କୁ 7 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ନାମରେ 7 ଲକ୍ଷ ଟଙ୍କାର ଲଟେରୀ ଉଠିଲା। ସେ ସବୁ ପରୀକ୍ଷାରେ ସପ୍ତମ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହେଉଥିଲେ। ଯୁବକ ହେବା ପରେ ବିବାହ ଲାଗି ସପ୍ତମ କନ୍ୟାଟିକୁ ପସନ୍ଦ କରି ଜୀବନ ସାଥୀ ରୂପେ ଗ୍ରହଣ କଲେ ଏବଂ 7ଟି ସନ୍ତାନର ଜନକ ମଧ୍ୟ ହେଲେ। ସୁତରାଂ ତାଙ୍କ ଜୀବନ ସାତମୟ ହୋଇଉଠିଲା। ଦିନ ଗଡ଼ି ଗଡ଼ି ଚାଲିଲା, କିନ୍ତୁ ଏଣେ 7 ଜଣିଆ ସନ୍ତାନଙ୍କ ପରିବାରକୁ ଚଳେଇ ଚଳେଇ ସେ ଭାଙ୍ଗି ପଡ଼ିଲେ। ତେଣୁ ସେ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଲେ। ଜ୍ୟୋତିଷ ମହାଶୟ ସବୁ ଶୁଣିବା ପରେ କହିଲେ, ଏବେ ତୁମକୁ 77 ବର୍ଷ। ଏବେ ତୁମକୁ 77 ବର୍ଷ ବୟସ। 7 ବର୍ଷ ବୟସ ବେଳେ ତୁମ ଭାଗ୍ୟରେ ଯେମିତି ଲଟେରୀ ଲାଗିଥିଲା, ଏବେ ସେମିତି ଲାଗିଲେ ଯାଇ ହେବ। ସୁତରାଂ ସେ ଏବେ ଶେଷ ଆଶା ରଖି ଲଟେରୀ ଖୋଜିବାକୁ ଲାଗିଲେ। ଶେଷରେ ସୁଯୋଗ ଜୁଟିଲା। ଜୁଲାଇ ମାସ 7 ତାରିଖରେ ଗୋଟିଏ ଘୋଡ଼ା ରେସ୍ ହେଉଥିବା ଜାଣି ସେ ନିଶ୍ଚିତ ଜିତିବେ ବୋଲି ମନେକରି ସମସ୍ତ ସଞ୍ଚିତ ଅର୍ଥକୁ ବାଜିରେ ଲଗାଇଦେଲେ। ତାଙ୍କ ଘୋଡ଼ାର ନମ୍ବର ମଧ୍ୟ ଥିଲା 7। ଏଥର ବି 7 ନମ୍ବର ତାର ମହତ୍ଵ ଦେଖାଇଲା। କିନ୍ତୁ ତାଙ୍କ ବିଚାର ଓ ଈଶ୍ୱରଙ୍କ ବିଚାର ଭିତରେ ଟିକିଏ ପ୍ରଭେଦ ରହିଗଲା ବୋଧହୁଏ। କାରଣ 7 ନମ୍ବର ଘୋଡ଼ାଟି ଦୌଡ଼ରେ ସପ୍ତମ ସ୍ଥାନରେ ଆସିଲା। ଗୁଣକାରୀ ପତ୍ର। ଏମିତି ବି କିଛି ଗୁଣକାରୀ ପତ୍ର ରହିଛି ଯାହାକୁ ଖାଲି ପେଟରେ ଚୋବେଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଯେପରିକି ଖାଲି ପେଟରେ କିଛି ନିମପତ୍ରକୁ ଚୋବେଇ ଖାଇଲେ ଏହା କୃମି ସମସ୍ୟା ଦୂର କରିବା ସହିତ ଚର୍ମ ଜନିତ ରୋଗକୁ କିଛି କାଂଶରେ ଦୂର କରିଥାଏ। ଖାଲି ପେଟରେ ତୁଳସୀ ପତ୍ର ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ପୁଦିନା ପତ୍ରରୁ କିଛି ଖାଲି ପେଟରେ ଖାଇଲେ ପାଚନ କ୍ରିୟା ସକ୍ରିୟ ହୋଇଥାଏ। ଭୃସଙ୍ଗ ପତ୍ରକୁ ଖାଲି ପେଟରେ ଚୋବେଇ ଖାଇଲେ ହାର୍ଟ ଭଲ ରହିଥାଏ ବୋଲି ବିଶ୍ୱାସ କରାଯାଏ। ସାତମୟ ଜୀବନ। ପାଗଳ ହେବ ତ ଈଶ୍ୱରଙ୍କ ଲାଗି ପାଗଳ ହୁଅ। ସଂସାରରେ କେହି ଧନ ପାଇଁ, କେହି ସ୍ତ୍ରୀ ସନ୍ତାନ ପାଇଁ, କେହି ମାନ ମର୍ଯ୍ୟାଦା ନିମନ୍ତେ ପାଗଳ। କିନ୍ତୁ ସିଏ ଧନ୍ୟ ଯିଏ ଈଶ୍ୱରଙ୍କ ପାଇଁ ପାଗଳ। ଏ ସଂସାରରେ ରହିବା ଓ ତ୍ୟାଗ କରିବା ତାଙ୍କରି ଇଚ୍ଛା ଉପରେ ନିର୍ଭର କରେ। ତେଣୁ କେବଳ କାମ କରିଚାଲନ୍ତୁ ଏବଂ ଫଳାଫଳ ତାଙ୍କରି ହାତରେ ଛାଡ଼ି ଦିଅନ୍ତୁ। ସବୁ ଠିକ୍ ହୋଇଯିବ। ଜୟ ଶ୍ରୀ ଜଗନ୍ନାଥ।